ଆପଣଙ୍କ ପାଖରେ ରାସନ କାର୍ଡ ଅଛି କି ତାହେଲେ ଜାଣନ୍ତୁ ଏଇ ମୋଦି ସରକାର ଏଇ କ'ଣ ନିଷ୍ପତ୍ତି ନେଇଛନ୍ତି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ ଯାହାକି ଏଇ ରାସନ କାର୍ଡ ବିଷୟରେ କ'ଣ ନିଷ୍ପତ୍ତି ନେଇଛନ୍ତି ଆମ ଭାରତର ପ୍ରଧାନମନ୍ତ୍ରୀ ଆପଣମାନେ ଜାଣିପାରିବେ। ଭିଡ଼ିଓକୁ ଦେଖନ୍ତୁ। ଯଦି ଆପଣମାନେ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ ଯାହାକି ଏମିତି ପ୍ରତିଦିନ ନୂଆ ନୂଆ ଭିଡ଼ିଓ ଅପଲୋଡ଼ ଆପଣମାନେ ଖୁବ୍ ଶୀଘ୍ର ପାଇପାରିବେ। ତ ଦେଖନ୍ତୁ କେନ୍ଦ୍ର ସରକାର ଏକ ବଡ଼ ଖୁସି ଖବର ଦେଇଛନ୍ତି। ଯଦି ଆପଣ ଜଣେ ରାସନ କାର୍ଡ ଧାରୀଙ୍କ ପାଇଁ ଉପଯୋଗୀ ଖବର ଏହା କୁହାଯାଇପାରେ ଯେ ଏଥିରୁ ଅନେକ ଲୋକ ଉପକୃତ ହେବେ। ତେବେ ସରକାର କେଉଁ ନିଷ୍ପତ୍ତି ନେଇଛନ୍ତି ଏବଂ କି ଉପକୃତ ହେବେ ଆସନ୍ତୁ ଡେରି ନକରି ଆପଣମାନେ ଜାଣିପାରିବେ। এই ଭିଡ଼ିଓକୁ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ। ଦେଖନ୍ତୁ ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ସରକାର କ୍ୟାବିନେଟ୍ ଗୁରୁବାର ଦିନ ଅନନ୍ତୋଦୟ କାର୍ଡ ପରିବାର ଜନସାଧାରଣ ବଣ୍ଟନ ଯୋଜନା PDS ମାଧ୍ୟମରେ ବଣ୍ଟନ ହୋଇଥିବା ବେଳେ ଚିନି ସବସିଡି ମାଧ୍ୟମରେ ବଣ୍ଟନ ହୋଇଥିବା ଚିନି ସବସିଡି ଯୋଜନା ପ୍ରସାରଣକୁ 31 ମାର୍ଚ୍ଚ 2024 ପର୍ଯ୍ୟନ୍ତ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ପ୍ରତିଭାଗୀ ରାଜ୍ୟଗୁଡ଼ିକର ଅନନ୍ତୋଦୟ କାର୍ଡ ପରିବାରକୁ ଚିନି ପ୍ରତି ମାସକୁ 18.50 ଟଙ୍କା ସବସିଡି ପ୍ରଦାନ କରୁଛନ୍ତି। ଏହି ଅନୁସାରେ ଏହି ଅନୁମୋଦନ 15ତମ ଅର୍ଥ ଆୟୋଜକ ଅବଧି 2021-22ରୁ 2025-26 ମାଧ୍ୟମରେ 1850 କୋଟିରୁ ଅଧିକ ଲାଭ ପାଇବେ ବୋଲି ଆଶା କରାଯାଉଛି। ଏକ ସରକାର ବିବୃତ୍ତିରେ କୁହାଯାଉଛି ଯେ ଏହି ଯୋଜନା ଗରିବ ଶ୍ରେଣୀ ଲୋକଙ୍କ ପାଇଁ ଚିନି ଉପଲବ୍ଧତାକୁ ସହଯୋଗ କରିବ ଓ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସରକାର ଖାଦ୍ୟ ଶକ୍ତି ଯୋଗାଇବ ବୋଲି ଏହି ଘୋଷଣା କରିଛନ୍ତି। ଭାରତ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ରାସନ ପ୍ରଦାନ କରିସାରିଛନ୍ତି। ବିବୃତ୍ତିରେ କୁହାଯାଉଛି ଯେ ଭାରତ ଅଟା, ଭାରତ ଡାଲି, ଟମାଟୋ, ପିଆଜକୁ ଶସ୍ତା ଓ ଉଚିତ ମୂଲ୍ୟରେ ବିକ୍ରି ଓ ନାଗରିକ ପ୍ଲେଟରେ ପର୍ଯ୍ୟାପ୍ତ ଖାଦ୍ୟ ନିଶ୍ଚିତ କରିବା ପାଇଁ ଏକ ପଦକ୍ଷେପ ନେଇଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ 3 ଲକ୍ଷ ଟନ୍ ଗ୍ରାମ ଡାଲି ଓ ପ୍ରାୟ 1.4 ଲକ୍ଷ ଟନ୍ ଅଟା ବିକ୍ରି ହୋଇସାରିଛି ଯାହା ସାଧାରଣ ଗ୍ରାହକଙ୍କୁ ଉପକୃତ କରିଛି। ତେଣୁ ସବସିଡିଯୁକ୍ତ ଡାଲି, ଅଟା ଓ ଚିନି ଉପଲବ୍ଧତାକୁ ଦେଶର ସାଧାରଣ ନାଗରିକ ଯୋଗାଇ ଦେଇଛନ୍ତି ଯାହାଦ୍ୱାରା ମୋଦିଙ୍କ ସମସ୍ତ ପାଇଁ ଖାଦ୍ୟ ସମସ୍ତ ପାଇଁ ପୁଷ୍ଟିକର ଖାଦ୍ୟ ଗ୍ୟାରେଣ୍ଟି ପୂରଣ ହେବ ବୋଲି ବିବୃତ୍ତିରେ କୁହାଯାଇଛି। ଏହି ଅନୁମୋଦନ ସହିତ ରାଜ୍ୟମାନଙ୍କୁ ପ୍ରତି ମାସରେ ପ୍ରତି 2 କିଲୋଗ୍ରାମ ହାରରେ PDS ମାଧ୍ୟମରେ ଅନନ୍ତୋଦୟକୁ ଚିନି ବଣ୍ଟନ ପାଇଁ ସବସିଡି ଯୋଗାଇବା ଜାରି ରଖିବ। ଚିନି କିଣିବା ଓ ବିତରଣ କରିବା ରାଜ୍ୟମାନଙ୍କ ଦାୟିତ୍ୱ ରହିବ। ତ ଦେଖନ୍ତୁ ଏଇଭଳିଆ ରାସନ କାର୍ଡରେ ଅପଡେଟ୍ ଆସିଥିଲା ଯାହାକି ଆପଣମାନେ ଜାଣିପାରିଥିବେ। ଏଇଭଳିଆ ପ୍ରତିଦିନ ନୂଆ ନୂଆ ଭିଡ଼ିଓ ଅପଲୋଡ଼ ଆପଣମାନେ ଖୁବ୍ ଶୀଘ୍ର ପାଇପାରିବେ।